ତ ପିଲେ ମାନେ ପୁଣି ଥରେ ଆଉ ଏକ ଭିଡିଓରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲେ ପୂର୍ବେ ଆମେ ଜାଣିଲେ ଯେ ସିଦ୍ଧ କାମ ହେବ ତହି ଅର୍ଥି ସମୁଦାୟ ମୋ ମାନସରେ କ୍ୟା ଏକ ହୋଇଛି ଉଦୟ ଏଛାର ଭିକ୍ଷାରେ ନାଥ ନଏବ କୃପଣ ଦୟା ରତ୍ନମୟ ଦାନ ବାରିଧି ଆପଣ। ଏଠି କଣ କହିଛନ୍ତି ନାଇଁ ଏ ସିଦ୍ଧ କାମ ହେବ ତହି ଅର୍ଥି ସମୁଦାୟ। ଯେତେବେଳେ ଅର୍ଥି ନା ଯେତକ ଅର୍ଥି ନା ଅର୍ଥି କହିଲେ କଣ ଆମେ ସମସ୍ତେ ଜାଣିଛେ ପିଲେ ଅର୍ଥି କହିଲେ ଯିଏ ଅର୍ଥ ଆଶା କରନ୍ତି ବୁଝିପାରୁଛ ନା ଯିଏ ଟଙ୍କା ପଇସା ଆଶା କରେନି ତାଙ୍କୁ କୁହାଯାଏ ଅର୍ଥି। ତେଣୁ ସମୁଦାୟ ଅର୍ଥି ଯୋଉମାନେ ଟଙ୍କା ପଇସା ପାଇଁ ଏଇ ଯଜ୍ଞକୁ ଆସିବେ ସବୁ ଅର୍ଥି ତକ ସବୁ ଅର୍ଥି ସମୁଦାୟ ତକ ତାଙ୍କର ସବୁ କାମନା ସିଦ୍ଧ ହବ। ଆପଣ ବା ସିଦ୍ଧ କାମ ଆପଣ ସବୁ ଯିଏ ଯୋଉଥିପାଇଁ ଆସିବେ ଆପଣ ତାକୁ ସେଇଥିପାଇଁ ଦେବେ। ଆପଣ ବା ଘୋଷଣା କରିଛନ୍ତି ଯେମିତି କେହି ଖାଲି ହାତରୁ ନ ଯାଆନ୍ତି ଏବଂ ଏମିତି ଦିଅ ଯେମିତି ସେ ପଛରେ କହିବ ଯେ ହେ ପ୍ରଭୁ ଏତିକି ଥାଉ ଆଉ ଦିଅନ୍ତିନି ମୁଁ ଆଉ ନେଇପାରିବିନି ଆଜ୍ଞା। କଣ କାରଣ ଆପଣ ସିଦ୍ଧ କାମ ଏବଂ ଆପଣଙ୍କର ଏଠି ସମୁଦାୟ ଅର୍ଥି ଯେତିକି ଆସିବ ଅର୍ଥି ଆଶା କରି ଯେତିକି ଆସିବେ ତୁମେ ତାଙ୍କର କାମନାକୁ ସିଦ୍ଧ କରିବ। ତେଣୁ ମୋ ମନରେ ଭିକ୍ଷା ଏକ ଜାତ ଉଦୟ ଭିକ୍ଷା ଏକ ହୋଇଛି ଉଦୟ ମୋ ମନରେ ଗୋଟେ ଭିକ୍ଷା ଆସିଛି। କଣ ମୁଁ ଭିକ୍ଷା ମାଗୁଛି ଆପଣଙ୍କୁ ମୋ ମନରେ ଗୋଟେ ଭିକ୍ଷା ଜାତ ହୋଇଛି। ତେଣୁ ଆପଣ ଏ କଥାକୁ ବୁଝନ୍ତୁ। ଦେନ୍ ଏଛାର ଭିକ୍ଷାରେ ନାଥ ନହେବ କୃପଣ। ତେଣୁ ଏଇ ଯୋଉ ଛାର ଭିକ୍ଷାରେ ଏଇ ଯୋଉ ଛୋଟିଆ ଭିକ୍ଷାଟିରେ ନାଥ ହେ ସ୍ୱାମୀ ଏଇ ଛୋଟ ଭିକ୍ଷାଟିରେ ଆପଣ କୃପଣତା ପ୍ରକାଶ କରିବେନି ବା ଆପଣ ବିଲକୁଲ କୃପଣ ହେବେନି ବନ୍ଧୁ। ହେ ନାଥ ଆପଣ କୃପଣ ହେବେନି। ଦେନ୍ ଦୟା ରତ୍ନମୟ ଦାନ ବାରିଧି ଆପଣ ବା ଦୟାର ରତ୍ନମୟ ଆପଣ ବା ଦୟାରେ ଶ୍ରେଷ୍ଠ। ଏଠି ରତ୍ନ କହିଲେ ଶ୍ରେଷ୍ଠ। ଆପଣ ଦୟା ରତ୍ନମୟ ଆପଣ ଦୟାମୟ ଆପଣ ଦୟାର ବାରିଧି ଆପଣ ଦୟା କରିବାରେ ସବୁଠାରୁ ଆଗୁଆ। ଆପଣ ଦୟାର ସାଗର ଏବଂ ଆପଣ ହେଉଛନ୍ତି ଦାନର ବାରିଧି। ଆପଣ ଦାନର ସାଗର ଦାନର ସମୁଦ୍ର ବି ଆପଣଙ୍କ ପାଖରେ ପ୍ରଚୁର କଥା ଅଛି ଆପଣ ପ୍ରଚୁର ଦାନ କରନ୍ତି। ତେଣୁ ଆପଣଙ୍କୁ ଦାନ ବାରିଧି ବୋଲି କୁହାଯାଏ ଏବଂ ଆପଣ ହେଉଛନ୍ତି ଦୟା ରତ୍ନମୟ ଏବଂ ଆପଣ ମଧ୍ୟ ଦୟାର ମୂର୍ତ୍ତିମନ୍ତ ପ୍ରତୀକ। ବୁଝିପାରୁଛ ନା? ତାହେଲେ ଏଇ ପଦରେ କଣ ଲେଖା ହେଇଛି ନା ଏଇ ପଦରେ ଲେଖା ହେଇଛି ଯେ ଏଠି ଯେମିତି ପ୍ରଭୁ ରାମଚନ୍ଦ୍ର ଯୋଉ ଯଜ୍ଞ ଆୟୋଜନ କରିଛନ୍ତି ଅଶ୍ୱମେଧ ଯଜ୍ଞ ସେଠି ସବୁ କିଛି ଦେଉଛନ୍ତି ଏବଂ ଯେଉଁ ଅର୍ଥୀ ସବୁ ଆସିବେ ସେ ଅର୍ଥୀ ସମୁଦାୟ ତାଙ୍କର ମଧ୍ୟ କାମନା ସିଦ୍ଧ ହବ। ତେଣୁ ମାତା ସୀତାଙ୍କ ମନରେ ଗୋଟେ ଭିକ୍ଷା ଜାତ ହୋଇଛି। ଏଇ ଛୋଟିଆ ଭିକ୍ଷାଟିରେ କୃପଣ ନ ହେବା ପାଇଁ ସେ ସ୍ୱାମୀଙ୍କୁ କହିଛନ୍ତି ଏବଂ ସ୍ୱାମୀଙ୍କୁ ମଧ୍ୟ କହିଛନ୍ତି ଦୟା ରତ୍ନମୟ ଦୟାର ସାଗର ମଧ୍ୟ କହିଛନ୍ତି ଏବଂ ଦୟାରେ ଶ୍ରେଷ୍ଠ ମଧ୍ୟ କହିଛନ୍ତି। ରତ୍ନମୟ କହିଲେ ଟଙ୍କା ସମ୍ପତ୍ତି ବା ଶ୍ରେଷ୍ଠ ଯଦି ଆମେ କହିବା ଦୟାରେ ମଧ୍ୟ ସେ ଶ୍ରେଷ୍ଠ ଏବଂ ଦାନରେ ବାରିଧି ଏବଂ ଦାନର ସମୁଦ୍ର ହେଉଛନ୍ତି ପ୍ରଭୁ ଶ୍ରୀ ରାମଚନ୍ଦ୍ର। ତାପରେ କଣ କହିଛନ୍ତି ନିଜର ପରିଚୟ କିନ୍ତୁ ଦେଇନାହାନ୍ତି ନିଜର ପରିଚୟକୁ ଲୁଚେଇଛନ୍ତି। ଲବ କୁଶଙ୍କ ହାତରେ ଚିଠି ପଠେଇବେ ନା କଣ ହେଇଛି ଦେଖ ପିଲେ ମୁଁ କିଏ ତା ଜାଣିବା ନୁହେଁ ଆବଶ୍ୟକ ସଦା ତୁମେ ତାପସଙ୍କ ଶାନ୍ତି ନାଶକ ତାପସଙ୍କୁ କିଛି ତୁମେ ନଥାଅ ଦେୟ ମୁହିଁ ତପସ୍ୱିନୀ ମତେ ନ କରିବ ହେୟ। ଏଠି କହୁଛନ୍ତି ମୁଁ କିଏ ବୁଝିପାରିଲା ମୁଁ କିଏ ଚିଠିରେ ଲେଖୁଛନ୍ତି ନା ପତ୍ର ଲେଖୁଛନ୍ତି ପ୍ରଭୁ ଶ୍ରୀରାମଙ୍କୁ କହୁଛନ୍ତି ନୂଆ ଭାଇଛ ଆପଣ ବାମ ବାଟରେ ସେ ଶୋଭା ପାଉଥିବ ଟଙ୍କା ପଇସା ଦେବେ ମୁଁ ଛୋଟିଆ ଭିକ୍ଷାଟିଏ ମାଗିଛି ମତେ ନିରାଶ ଫେରେଇ ଦେବେନି ମତେ
ମୋ ପତ୍ର ଦେଖିକି ପଚାରିବେନି ଯେ ମୁଁ କିଏ ବୋଲି। ମୁଁ କିଏ ତାହା ଜାଣିବା ନୁହେଁ ଆବଶ୍ୟକ, ତାହା ଜାଣିବା ଦରକାର ନାହିଁ। ମୁଁ ଯେତିକି ମାଗୁଛି ମତେ ଖାଲି ସେତିକି ଦିଅନ୍ତୁ, ମୁଁ କିଏ ବୋଲି ମତେ ପଚାରନ୍ତୁନି। ମୁଁ କିଏ ତାହା ଜାଣିବା ନୁହେଁ ଆବଶ୍ୟକ ନାହିଁ। ଦେନ୍ ସଦା ତୁମ୍ଭ ତାପସଙ୍କ ଶାନ୍ତି ନାଶକ। ଆପଣ ହେଉଛନ୍ତି ତାପସ। ତାପସ କହିଲେ ତପସ୍ୟା ବା ତପକୁ ଯିଏ ବ୍ରତ ଭାବରେ ଗ୍ରହଣ କରନ୍ତି ସେ ହେଉଛନ୍ତି ତାପସ, ମାନେ ତପସ୍ୱୀ ମାନେ ମୁନି ଋଷି ମାନଙ୍କୁ କୁହାଯାଏ ତାପସ। ଏବଂ ମୁନି ଋଷି ମାନଙ୍କର ଅଶାନ୍ତି ନାଶକ, ମୁନି ଋଷି ମାନଙ୍କର ଆମେ ଯଦି କହିବା ଋଷି ମାନଙ୍କର ରକ୍ଷା ପାଇବା ପାଇଁ ପ୍ରଭୁ ଶ୍ରୀରାମଚନ୍ଦ୍ର ଆସିଥିଲେ। ଯେଉଁ ଉପଦ୍ରବ କରିଥିଲେ ରାକ୍ଷସ ଗଣ, ତାଙ୍କ ପାଖରୁ ମୁନି ଋଷି ବା ତାପସୀଙ୍କୁ ବଞ୍ଚେଇବା ପାଇଁ ପ୍ରଭୁ ଶ୍ରୀରାମଚନ୍ଦ୍ର କଣ କରିଥିଲେ, ଆସିଥିଲେ। ତେଣୁ ତାପସଙ୍କର ଅଶାନ୍ତି ନାଶକ, ତାପସ କହିଲେ ମୁନି ଋଷି ମାନଙ୍କର ବିଭିନ୍ନ ପ୍ରକାରର ଅଶାନ୍ତିକୁ ରାମଚନ୍ଦ୍ର ନାଶ କରନ୍ତି। ତେଣୁ ସଦା ତୁମେ, ସବୁବେଳେ ତୁମେ ତପସ୍ୱୀ ମାନଙ୍କର ଅଶାନ୍ତି ନାଶ କର, ଅଶାନ୍ତି ତାଙ୍କର ନାଶ କରିଦିଅ। ଦେନ୍ ତାପସୀଙ୍କୁ କିଛି ତୁମ୍ଭେ ନଥାଅ ଦେୟ। ଏଇଭଳି କିଛି ଅଦେୟ ନାହିଁ ଯାହା ତୁମେ ତାପସୀଙ୍କୁ ନ ଦେଇଥାଅ। ତାପସ କହିଲେ ତପସ୍ୱୀ ମାନଙ୍କୁ, ମୁନି ଋଷି ମାନଙ୍କୁ କିଛି ତୁମ୍ଭେ ନଥାଅ ଅଦେୟ। ଏଇଭଳି ଦେଲା ଭଳି ଜିନିଷ କିଛି ନାହିଁ, ଆପଣ ସବୁ କିଛି ଦେଇଛନ୍ତି। ଏଭଳି କିଛି ଜିନିଷ ନାହିଁ ଯୋଉଟା ଆପଣ ଦେଇନାହାନ୍ତି, ଆପଣ ସବୁ କିଛି ଦେଇଛନ୍ତି। ଆପଣ ହେଉଛନ୍ତି ଦୟାର ବାରିଧି। ଏବଂ ଆପଣ ମାନେ ଯଦି କହିବା ପ୍ରଭୁ ଶ୍ରୀରାମଚନ୍ଦ୍ର ହିଁ ବିଭିନ୍ନ ଯଜ୍ଞ ସମୟରେ ମୁନି ଋଷି ମାନଙ୍କୁ ସାହାଯ୍ୟ କରିଥାନ୍ତି, ମୁନି ଋଷି ମାନଙ୍କୁ ବିଭିନ୍ନ କଥା ଦେଇଛନ୍ତି। ତେଣୁ ତାପସଙ୍କୁ କିଛି ଅଦେୟ ନଥାଏ ଅଦେୟ। ଏମିତି ନଦେଲା ବାଲା ଜିନିଷ ଆପଣଙ୍କ ପାଖରେ ନଥାଏ ଯାହା ଆପଣ ଦେଇନଥିବେ। ଦେନ୍ କଣ ହେଇଛି, ମୁହିଁ ତପସ୍ୱିନୀ ମତେ ନ କରିବ ହେୟ। ପରନ୍ତୁ ମୁଁ ହେଉଛି ତପସ୍ୱିନୀଟିଏ, ମୁଁ ହେଉଛି ତପସ୍ୱୀ, ମାନେ ତାପସ ନୁହେଁ, ମୁଁ ତପସ୍ୱିନୀଟିଏ, ମୁଁ ତପସ୍ୟାର ଚରଣ କରୁଥିବା ମୋ ସ୍ତ୍ରୀଟିଏ। ମତେ ତୁମେ ହେୟ କରନି। ହେୟ କରିବନି, ମତେ ତୁମେ ହେୟ ଜ୍ଞାନ କରିବନି, ମତେ ନିଚ ବା ତୁଚ୍ଛ ବୋଲି ଭାବିବନି। ଦେନ୍ କଣ ହେଇଛି ତାପରେ ଏସବୁ ପରବର୍ତ୍ତୀ ଭିଡିଓରେ ଆଲୋଚନା କରିବା। ତାହେଲେ ପିଲେ ଆଜି ପାଇଁ ବସ୍ ଏତିକି।